ବଳଦେବ ଇଏ ହେଉଛି ଆମର ସିଦ୍ଧ ବଳଦେବୀଙ୍କ ପ୍ରାଙ୍ଗଣ ସିଦ୍ଧ ବଳଦେବୀ କ୍ଷେତ୍ର। ଆଜି ଦ୍ୱିତୀୟ ଦିନର ରଥଯାତ୍ରା। ରଥ ବର୍ତ୍ତମାନ ଦକ୍ଷିଣ ମୋଡ଼ ହେଇ ଅଫିସର କିଛି ଆଗକୁ ଲାଗିଯାଇଛି। ପୁଣି ତୃତୀୟ ଦିନ ପାଇଁ ଚାଲି ହେବ ଶ୍ରୀ ଗୁଣ୍ଡିଚା ରଥଯାତ୍ରା। ଜଣେ ନନା ଏଠି ଆମର ମନ ଦୁଃଖରେ ବସିଛନ୍ତି। କ'ଣ କାରଣ ନନା କାହିଁ ଏମିତି ମନ ଦୁଃଖରେ ବସିଛନ୍ତି ଆଜ୍ଞା? କ'ଣ କରିବା, ଯିଏ ଜଗତକୁ ସମ୍ଭାଳୁଛି ସେ ଆଜି ଦୁଃଖରେ ପଡ଼ିଛି ଯେ ମହାପ୍ରଭୁ ଆଜି ଅଧ ବାଟରେ ରହିଛି, ତା ରଥ ତା ଲକ୍ଷ୍ୟସ୍ଥଳୀରେ ପହଞ୍ଚି ପାରିଲା ନାହିଁ ଏବଂ ମାଉସୀ ଘର ଧରି ପାରିଲା ନାହିଁ। ତେଣୁ ଯିଏ ଆମର ଦିଅଁ, ଆମର ଯିଏ ବାପ, ଯିଏ ଆମର ପୂଜ୍ୟ, ଯିଏ ଆମର ପ୍ରଭୁ, ଜଗତର ପ୍ରଭୁ, ଆମେ ତାଙ୍କର ସେବାୟତ ହିସାବରେ ସିଏ ଆମର ସବୁ କିଛି। ସିଏ ଯେତେବେଳେ ଆଜି ଦୁଃଖରେ ମାଉସୀ ଘରେ ପହଞ୍ଚି ପାରିନାହିଁ, ତାଠାରୁ ଦୁଃଖ କ'ଣ ଅଛି? ଆମେ ଦୁଃଖରେ ରହିବୁନୁ ତ ଆଉ ବସିବୁନୁ ତ, ଚିନ୍ତାରେ ବସିବୁନୁ ତ କିଏ ଚିନ୍ତାରେ ବସିବ? ନାଇଁ ନାଇଁ, ସିଏ ଭଲ କଥା କହିଲେ, ପବ୍ଲିକ ମାନେ କହିବେ, ଜନସାଧାରଣ କହିବେ, ସେ ବାବଦରେ ମୁଁ ଅଧିକା କହିବାକୁ ଚାହୁଁନି। କିନ୍ତୁ ମନମୁଖୀ କାହାର ବି ହେଇପାରେ, ନିଶ୍ଚିନ୍ତ ତ୍ରୁଟି ରହୁଛି। ପ୍ରଶାସନ ତ ସେବାୟତ ପର୍ଯ୍ୟନ୍ତ ତ୍ରୁଟି ରହୁଛି, ଆମେ ସେ ବାବଦରେ ନାହିଁ କରୁନୁ। ସେ ତ ତା ଇଚ୍ଛା ବିଳମ୍ବ ହେଉଛି ସବୁ ଜିନିଷ। କାଲି ମହାପ୍ରଭୁଙ୍କର ଗୋଟିଏ ଦିନରେ ନବଯୌବନ ଦର୍ଶନ ବା ନେତ୍ର ଉତ୍ସବ ଏବଂ ଶ୍ରୀଗୁଣ୍ଡିଚା ଗୋଟିଏ ଦିନରେ ପଡ଼ିଲା, ଯାହାକି ଯେତିକି ନୀତି ଠାକୁରଙ୍କର, ସେ ନେତ୍ର ଉତ୍ସବ ଦିନ ମହାପ୍ରଭୁଙ୍କର ନୀତି ଯେଉଁ 12ଟା ବେଳର ଧୂପଟା ମିନିମମ୍ 3ଟା ହେଇଯାଏ ନେତ୍ର ଉତ୍ସବ ଦିନ। କାହିଁକିନା ମହାପ୍ରଭୁ ସେଦିନ ନେତ ପାଆନ୍ତି ଏବଂ ନୂତନ ବସ୍ତ୍ର ଗ୍ରହଣ କରନ୍ତି, ମହାସ୍ନାନ ହୁଅନ୍ତି, ଯଜ୍ଞ ହୁଏ, ତାପରେ ମହାପ୍ରଭୁ ଭକ୍ତକୁ ଦର୍ଶନ ଦିଅନ୍ତି ଏବଂ ନୂତନ ବାସନ ବା ହାଣ୍ଡି ଥାଳି ଭଲ ମନ୍ଦ ନୂତନ ବସ୍ତ୍ରରେ ସେଦିନ ମହାପ୍ରଭୁ ଖାଆନ୍ତି, ଗୋଟେ ଧୂପ ଖାଆନ୍ତି। କିନ୍ତୁ ଏତିକି ଦୁଃଖର କଥା, ମହାପ୍ରଭୁଙ୍କର ଯେତେବେଳେ ଶ୍ରୀଗୁଣ୍ଡିଚା ଆଉ ନେତ୍ର ଉତ୍ସବ ଗୋଟେ ଦିନ ପଡ଼ିଲା, ବିଳମ୍ବ ହେଇନି, ତଥାପି ଆମ ପଣ୍ଡା ସେବାୟତ ମାନେ ଯେଉଁମାନଙ୍କର ପାଳି ଅଛି, ପାଳିଆ ମାନେ, ସିଏ ତାଙ୍କର କାର୍ଯ୍ୟ ଠିକ୍ ଟାଇମରେ କରିଛନ୍ତି। କିନ୍ତୁ ଅସୁବିଧା ଗୋଟେ ରହିଗଲା କ'ଣ, ତାର ଇଚ୍ଛା, ମହାପ୍ରଭୁ ମାରା ହେଇଗଲେ, ଜଣେ ଅନ୍ୟତ୍ର ଭକ୍ତ କିଏ ଜଣେ ଛୁଇଁ ଦେଲା, ସେଇଠି ଗୋଟେ ଘଣ୍ଟା ଲେଟ୍ ହେଇଗଲା ମହାପ୍ରଭୁଙ୍କ ନୀତି। ଘଣ୍ଟେ ନାଇଁ ନାଇଁ, ଆଜି ପାଇଁ ନୁହେଁ, ସେ କାଲିର କଥା କହୁଛି, ଗତକାଲିର କଥା କହୁଛି। ହେବାରୁ ମହାପ୍ରଭୁ ବିଜୟ ହେବାଟା ଘଣ୍ଟେ ବିଳମ୍ବ ହେଲା, ଯାହାକି ସନ୍ଧ୍ୟା ହେଇଯିବାରୁ ସୂର୍ଯ୍ୟ ଅସ୍ତ ପରେ ରଥ ଚାଲେନି, ତେଣୁକରି ସୂର୍ଯ୍ୟ ଅସ୍ତ ହେଇଯିବାରୁ କାଲି ମହାପ୍ରଭୁ ଟଣା ହେଲେ ନାହିଁ। ଗୋଟେ ଦଉଡ଼ି ଆମର ପ୍ରତିବର୍ଷ ଟଣା ହେଇଯାଏ, ଆମର ଏଣ୍ଡାମେଣ୍ଟ କାର୍ଯ୍ୟାଳୟ ସମ୍ମୁଖରେ ରଥ ରହେ ଗୋଟିଏ ରାତି ଶ୍ରୀଗୁଣ୍ଡିଚା ଦିନ, ତା ପରଦିନ ଯାଇ ମାଉସୀ ମା ମନ୍ଦିରରେ ରଥଟି ଲାଗେ କଥା। କିନ୍ତୁ ଦୁଃଖର କଥା, କାଲି ଯେହେତୁ ଭଗବାନ ତାଙ୍କ ରଥ ଗଡ଼ିନି, ସିଏ ତାଙ୍କ ଅଫିସ ପାଖରେ ପହଞ୍ଚି ପାରିନାହାନ୍ତି, କାର୍ଯ୍ୟାଳୟ ପାଖରେ, ହୁଏତ ତାଙ୍କର ଇଚ୍ଛାରେ ଆଜି ରଥ ବାମ ମୋଡ଼ ନେଇ ସେ ଅଫିସ ଆଗରେ ରହିଲା, ଯାହାକି ତାପରେ ଯାନ୍ତ୍ରିକ ଜଗ୍ ଫଗ୍ ଲଗାଇ ଜିଲ୍ଲା ପ୍ରଶାସନ ରଥକୁ ଦୁଇ ହାତ ଇଏ କଲେ, ମୋଡ଼ କଲେ, କଲା ପରେ ବି ସୁଦ୍ଧା ସେ ରଥ ପୁଣି ଯେଉଁ କଥାକୁ ସେଇ କଥା ପୁଣି ସେ ବାମ ମୋଡ଼ ନେଲା, ଯାହାକି ସେଇ ଏଣ୍ଡାମେଣ୍ଟ ଅଫିସ ପାଖରେ ରହିଲା। ତେଣୁକରି ତାର ଇଚ୍ଛା ବୋଲି ଆମେ ନିଶ୍ଚିନ୍ତ ଭାବିବୁ, ଆମେ ତା ଇଚ୍ଛାକୁ କାଟିପାରିବୁନି। ଏବଂ ଯାହାକି ରଥ ଯେତେବେଳେ କରାଗଲା ଜଗ ଲାଗିକିରି ଡାହାଣ ମୋଡ଼, ସେତେବେଳକୁ ହୁଏତ ସନ୍ଧ୍ୟା 7ଟା ବାଜି ଯାଇଥିଲା, ସୂର୍ଯ୍ୟ ଅସ୍ତ ହେଇଯାଇଥିଲେ, ସେଥିପାଇଁ ଆଉ ରଥ ଟଣା ହେଲା ନାହିଁ। ଏମିତି ହେଇଥିଲା, ସେଇଭଳିଆ ହେଲା। ତେଣୁକରି ତା ଇଚ୍ଛା, ତେଣୁ ଇଚ୍ଛାମୟୀ ଠାକୁର ମଣି ବିଗ୍ରହ
ପ୍ରଭୁ ତା ଇଚ୍ଛାରେ ସବୁ ଚାଲିଛି। ଆଉ ତାର ଯୋଉ ରଥ ସିଏ ଯୋଉ ମୂର୍ତ୍ତି ତାକୁ କିଏ ବି ଅଛି କୋଉ ଶକ୍ତି ତାକୁ ଉଠେଇ ପାରିବ ତା ଇଚ୍ଛା ନହେଲେ। କିନ୍ତୁ ଭକ୍ତ ଆଜି ବହୁତ ହୋଇଥିଲେ, ବହୁତ ଆନନ୍ଦ ଥିଲା ଭକ୍ତଙ୍କ ମନରେ। ଯାହା ଭକ୍ତମାନେ ଦର୍ଶନରୁ ଆଜି ଟିକେ ବଞ୍ଚିତ ହେଲେ କ'ଣ, ବହୁତ ସମୟ ଭକ୍ତମାନେ ରଥ ପାଖକୁ ଆସିପାରିଲେ ନାହିଁ, ପ୍ରଶାସନ ବାରିକେଡ୍ କରି ରଖିଲେ ରଥ ଫସିଯିବାରୁ। ତେଣୁକରି ଭକ୍ତମାନେ ରଥ ଟିକେ ଛୁଇଁ ପାରିଲେନି। ଯାହା ହଉ ଯେତେବେଳେ ସନ୍ଧ୍ୟା ହେଲା ରଥ ଟଣା ନହେଲା, ପ୍ରଶାସନ ବାରିକେଡ୍ ଉଠେଇଦେଲେ। ଭକ୍ତମାନେ ଆନନ୍ଦରେ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି, ଏବେ ବି ପ୍ରଭୁଙ୍କୁ ଦର୍ଶନ କରି ଯାଉଛନ୍ତି। ପ୍ରଭୁଙ୍କର ଏବେ ନୀତି ଦଣ୍ଡ ହବ। ଜୟ ସିଦ୍ଧ ବଳଦେବ ମହାପ୍ରଭୁ।